ଏହି ସମୟର ବଡ଼ ଖବର କାର ଦୁର୍ଘଟଣାରେ କାଉଡ଼ିଆଙ୍କର ମୃତ୍ୟୁ। କଟକ ଚାନ୍ଦବାଲି ରାସ୍ତାରେ ନିଶ୍ଚିତ କୋଇଲି ତହସିଲ ଛକରେ ବିଳମ୍ବିତ ରାତିରେ ଏକ କାର ଧକ୍କାରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି। ଜଗନ୍ନିପୁର ପଞ୍ଚାୟତ ବାସୁପଦା ଗ୍ରାମର ଏକ କାଉଡ଼ିଆ ଦଳ ଚିତ୍ରପଳା ନଦୀ ନେମାଳ ଘାଟକୁ ପାଣି ଭରା ନେଇ ପୋଗଳ ପଞ୍ଚାୟତ ପାଇଗ୍ରାପୁର ସିଦ୍ଧେଶ୍ୱର ମହାଦେବ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ତହସିଲ ଛକରେ ଛିଡ଼ା ହୋଇଥିବା ବେଳେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ କାର ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ବସୁପଦା ଗ୍ରାମର ରବୀନ୍ଦ୍ର ବେହେରାଙ୍କର କନ୍ୟା ଚିନ୍ମୟୀ ବେହେରା 22 ବର୍ଷଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ସେହି ଗ୍ରାମର ରାମଚନ୍ଦ୍ର ରାଉତଙ୍କର ପୁତ୍ର ଜ୍ୟୋତି ପ୍ରକାଶ ରାଉତ ଯିଏକି 15 ବର୍ଷ ଏବଂ ପୂର୍ଣ୍ଣଚନ୍ଦ୍ର ବେହେରା 35 ବର୍ଷ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କାର ଡ୍ରାଇଭର ଥାନାରେ ଅଟକ ଅଛି। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ରୋକ କରିଛନ୍ତି। ତେଣୁ ସକାଳୁ ସକାଳୁ ଏକ ଦୁର୍ଘଟଣା ଘଟିଛି, ଯେଉଁଟାକି ରାତିରେ ଏଇଟା ଖବର ସକାଳୁ ଆସିଲା ଯେ କାର ଦୁର୍ଘଟଣାରେ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି। କଟକ ଚାନ୍ଦବାଲି ରାସ୍ତା ନିଶ୍ଚିତ କୋଇଲି ଛକରେ ହେଇଛି ବିଳମ୍ବିତ ରାତିରେ ଘଟଣା, ଯେଉଁଠି କାଉଡ଼ିଆଙ୍କର ମୃତ୍ୟୁ ହୋଇଛି।